मो प्रिय माने प्रभु जीशुଙ୍କ नामରେ ଅଭିନନ୍ଦନ ଜ୍ଞାପନ କରୁଅଛି। ଆପଣମାନେ କେମିତି ଅଛନ୍ତି? ଖୁସିରେ ଅଛନ୍ତି ଅଥବା ଦୁଃଖରେ ଚିନ୍ତାରେ ଆପଣମାନେ ଅଛନ୍ତି? ପ୍ରଭୁଙ୍କ ପ୍ରିୟ ଲୋକମାନେ, ଆମମାନଙ୍କ ଜୀବନର ପରିସ୍ଥିତି ପୁଣି ଜୀବନର ଅବସ୍ଥା ଯାହା ହେଉନା କାହିଁକି ଆମ୍ଭମାନଙ୍କ ପାଇଁ ପରମେଶ୍ୱର ସର୍ବଦା ଚିନ୍ତା କରନ୍ତି, ପୁଣି ସେ ମନୋଯୋଗୀ ଅଟନ୍ତି। ଏଣୁ ଆମମାନଙ୍କ ପରିସ୍ଥିତି ଯାହା ହେଉନା କାହିଁକି ଆମେମାନେ କେବେ ମଧ୍ୟ ନିରାଶ ନ ହେବା ଦରକାର। ଯେପରି ଗୋଟିଏ ଛୋଟିଆ ଛୁଆ ତା ବାପାଙ୍କୁ ଦେଖି ସର୍ବଦା ଆନନ୍ଦିତ ରୁହେ, ପୁଣି କେବେ ମଧ୍ୟ ସେ ଦୁଃଖିତ ହୁଏ ନାହିଁ କିମ୍ବା କେବେ ମଧ୍ୟ ଡିଷ୍ଟର୍ବ ହୁଏ ନାହିଁ, ଚିନ୍ତାରେ ମଗ୍ନ ହୁଏ ନାହିଁ, ଭାଙ୍ଗି ପଡ଼େ ନାହିଁ। ତଦ୍ରୂପ ଆମ୍ଭମାନଙ୍କର ମଧ୍ୟ ସ୍ୱର୍ଗସ୍ଥ ପିତା ଜଣେ ଯେ ଅଛନ୍ତି, ଏହା ଆମ୍ଭେମାନେ ନିଶ୍ଚୟ ବୁଝିବା ଦରକାର। ପୁଣି ଏହା ଆମେମାନେ ଅନୁଭବ କରି ତାହାଙ୍କଠାରେ ବିଶ୍ୱାସର ସହିତ ରହିବା ଦରକାର। ତେବେ ସେ ଆମ୍ଭମାନଙ୍କୁ ଏ ଯାଇ ଯେ ସମ୍ଭାଳି ଅଛନ୍ତି, ଆଗକୁ ମଧ୍ୟ ନିଶ୍ଚୟ ସମ୍ଭାଳିବେ। ଏଣୁ ଆମ୍ଭେମାନେ ନିରାଶ ନ ହେଉ, ଚିନ୍ତିତ ନ ହେଉ। ଗୀତ ସଂହିତା 23 ଅଧ୍ୟାୟ 1 ପଦରେ ଭକ୍ତ ଏହିପରି କହୁଛନ୍ତି, ସଦାପ୍ରଭୁ ମୋର ପ୍ରତିପାଳକ, ମୋହର ଅଭାବ ହେବ ନାହିଁ। ଏଣୁ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆମ୍ଭେମାନେ ଏହି ବାକ୍ୟକୁ ନିଶ୍ଚୟ ବୁଝିବା ଦରକାର ରହିଛି। ଆମ୍ଭମାନଙ୍କ ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଉତ୍ତମ ମେଷପାଳକ ଅଟନ୍ତି। ଯଦି ଆମ୍ଭେମାନେ ତାହାଙ୍କ ରବ ଶୁଣିବା, ତାହାଙ୍କ ରବରେ କର୍ଣ୍ଣପାତ କରି ତାହାଙ୍କ ଇଚ୍ଛାନୁସାରେ ଯଦି ଆମ୍ଭେମାନେ ଆଗକୁ ବଢ଼ୁଥିବା, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କୁ ଉତ୍ତମ ମେଷପାଳକ ହୋଇ ସେ ଆମ୍ଭମାନଙ୍କୁ ପଥ କଢ଼ାଇ ନେବେ। ପୁଣି ଆମ୍ଭମାନଙ୍କ ଆବଶ୍ୟକ ସେ ସର୍ବଦା ଯୋଗାଉଥିବେ, ପୁଣି ଆମ୍ଭମାନଙ୍କ ଅଭାବ ହେବା ନିମନ୍ତେ ଦେବେ ନାହିଁ। ଯଦି ଆମେମାନେ ଚିନ୍ତା କରିବା ଗୋଟିଏ ମେଷ ସମ୍ବନ୍ଧରେ, ମେଷଟି କେବେ ମଧ୍ୟ ନିଜ ଜୀବନ, ନିଜ ଦିନର ସମସ୍ତ ଖାଦ୍ୟ ବିଷୟରେ କେବେ ଚିନ୍ତା କରିନଥାଏ, ଯେହେତୁ ସେ ଜାଣିଥାଏ ମୋହର ଜଣେ ମେଷପାଳକ ଅଛନ୍ତି, ପୁଣି ସେ ମୋତେ ସମସ୍ତ ଶତ୍ରୁମାନଙ୍କ କବଳରୁ ରକ୍ଷା କରି ମୋର ଆଜିର ପ୍ରୟୋଜନୀୟ ଖାଦ୍ୟ ମୋତେ ନିଶ୍ଚୟ ସେ ଯୋଗାଇବେ। ଏଣୁ ପ୍ରଭୁଙ୍କ ଲୋକମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ଉତ୍ତମ ମେଷପାଳକ ଅଟନ୍ତି ବୋଲି ବାଇବଲ ଆମ୍ଭମାନଙ୍କୁ ଏହା ପ୍ରକାଶ କରୁଅଛି। ତେବେ ଆମ୍ଭେମାନେ ଯଦି ତାହାଙ୍କ ମେଷ ଅଟୁ, ତାହାଙ୍କ ଚରା ସ୍ଥାନର ମେଷ ଅଟୁ, ତେବେ ଆମ୍ଭମାନଙ୍କ କର୍ତ୍ତବ୍ୟକୁ ମଧ୍ୟ ଆମ୍ଭମାନଙ୍କୁ ନିଭାଇବାକୁ ପଡ଼ିବ, କରିବାକୁ ପଡ଼ିବ। ଅର୍ଥାତ୍ ତାହାଙ୍କ ରବ ଶୁଣି ତାହାଙ୍କ ପଥରେ, ତାହାଙ୍କ ପଛେ ପଛେ ଆମ୍ଭମାନଙ୍କୁ ଯିବାକୁ ହେବ। ତେବେ ସେ ନିଶ୍ଚୟ ଆମମାନଙ୍କ ସକଳ ଆବଶ୍ୟକତାକୁ ଯୋଗାଇବେ। ଯେହେତୁ ଉତ୍ତମ ମେଷପାଳକ କେବେ ମଧ୍ୟ ଆପଣା ମେଷକୁ ସେ ଦୁଃଖରେ ଦେଖେ ନାହିଁ, ତାର ସମସ୍ତ ସମସ୍ୟାରୁ ସେ ସର୍ବଦା ପ୍ରସ୍ତୁତ ଥାଏ କିପରି ସେ ତାକୁ ଉଦ୍ଧାର କରିବେ। ଏଣୁ ମେଷ କେବେ ମଧ୍ୟ ଭାଲୁର ଭୟରୁ କିମ୍ବା ଶତ୍ରୁମାନଙ୍କ ଭୟରେ ସେ କେବେ ରୁହେ ନାହିଁ, ବରଂ ସେ ଜାଣେ ତା ମେଷପାଳକ ଅଛି, ପୁଣି ସେ ତାକୁ ନିଶ୍ଚୟ ସମ୍ଭାଳିବ, ସେ ତାକୁ ନିଶ୍ଚୟ ତହିଁରୁ ଉଦ୍ଧାର କରିବ, ସେ ନିଶ୍ଚୟ ତହିଁର ଖାଦ୍ୟ ତାହାକୁ ପ୍ରତିଦିନ ଯୋଗାଇବ। ଏଣୁ ପ୍ରଭୁଙ୍କ ପ୍ରିୟ ଲୋକମାନେ, ଏହା ଆମ୍ଭେମାନେ ବୁଝିବା ଦରକାର। ପୁଣି ପ୍ରଭୁ ଯୀଶୁ ଯେ ଆମ୍ଭମାନଙ୍କ ମେଷପାଳକ ଅଟନ୍ତି, ଏହା ଆମ୍ଭେମାନେ ବିଶ୍ୱାସ କରି ଆଗକୁ ବଢ଼ିବା ଦରକାର। କେତେ ଖୁସି ହେବେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯଦି ଆମ୍ଭେମାନେ ବିଶ୍ୱାସ କରିବା, ପୁଣି ତାହାଙ୍କ ରବ ଶୁଣି ତାହାଙ୍କ ପଥରେ, ତାହାଙ୍କ ପଛେ ପଛେ ଯଦି ଆମେ ଗମନ କରିବା। କ'ଣ ଆମେମାନେ ଏହା ବିଶ୍ୱାସ କରି ପରମେଶ୍ୱରଙ୍କୁ କହିବା, ହଁ ପିତା ପରମେଶ୍ୱର ପ୍ରଭୁ, ତୁମେ ଆମ୍ଭମାନଙ୍କ ପ୍ରତିପାଳନ କରିବା ନିମନ୍ତେ ତୁମେ ଆପଣର ପୁତ୍ରଙ୍କୁ ଆମ୍ଭମାନଙ୍କ ପାଇଁ ଦେଇଅଛ। ସେ କେତେ ଆମ୍ଭମାନଙ୍କ ନିମନ୍ତେ ଖୁସି ହେବେ, ପୁଣି ସନ୍ତୁଷ୍ଟ ହେବେ। ଆମେମାନେ କହିବା କି, ଆସନ୍ତୁ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆମେମାନେ ଆପଣ ହସ୍ତ ବକ୍ଷରେ ଦେଉ, ପୁଣି ଆମେମାନେ ଏହା ସ୍ୱୀକାର କରୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋହର ପ୍ରତିପାଳକ, ମୋହର କେବେ ଅଭାବ ହେବ ନାହିଁ। ସେ ନିଶ୍ଚୟ ମୋତେ ସମ୍ଭାଳିବେ, ସେ ନିଶ୍ଚୟ ମୋତେ ମୋର ଆବଶ୍ୟକ ମୋତେ ଯୋଗାଇବେ। ଏଣୁ ଆମେମାନେ ପରମେଶ୍ୱରଙ୍କ ହସ୍ତରେ ଆପଣା ଜୀବନକୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିଦେବା। ପ୍ରଭୁଙ୍କ ଲୋକମାନେ ପୁଣି ତାଙ୍କଠାରେ ବିଶ୍ୱାସ ରଖି ବଞ୍ଚିବା। ପ୍ରିୟ ପିତା ପରମେଶ୍ୱର ପ୍ରଭୁ, ଆମମାନଙ୍କୁ ଏପରି ହେବା ପାଇଁ ତୁମେ ଆମ ପ୍ରତ୍ୟେକଙ୍କୁ କୃପା ବିଶେଷ ଅନୁଗ୍ରହ ପ୍ରଦାନ କର ବୋଲି ପ୍ରାର୍ଥନା ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ ପ୍ରିୟ ପିତା। ଆମେନ୍, ଆମେନ୍।